सर्वप्रथमे पिता पुत्र पवित्र आत्मा गौरव हो। प्रभु आम को पुणी थे गोटे सुजोग देले वाक्य शुणा निमंते समस्त विश्वासी विश्वासिनी भाई भौणी प्रभुंकर समस्त प्रिय लोक मान प्रभु श्रीकृष्ण नाम प्रेज द लॉर्ड। आसंतु गोटे वाक्य अध्ययन करवा जहाँ पवित्र धर्मशास्त्र बाइबल रु पाठ करवा जहन पुस्तक 3 पर्व तार 5 पद मु पाठ करुचे। यीशु उत्तर देले, सत्य सत्य मु तुम्भकु कहूछि, जल और आत्मार जन्म न हेले कहीं ईश्वर को राज्य रे प्रवेश करि पारे नहीं। प्रार्थना करिया। प्रिय प्रभु धन्यवाद दउछु, वाक्य देयछ ताहा बुझिबो पालन करिबो। पवित्र आत्मा को शक्ति प्रदान करो, यीशु के नाम रे मांगिलो, आमेन। प्रिय प्रभुंकर लोक माने एठारे फारूसी माने मानक मध्यरु जने निकोदेम नामक व्यक्ति से जिहुदी मानकर नेता थिले। से रात्रि समय यीशु को निकट को आसुछंती कहूअछंती। यीशुंकर आश्चर्य कर्म देखिले, यीशुंकर शिक्षा को सुनिले, समस्त विषय जानिला परे से यीशुंक निकट को रात्रि समय आसुछंती एवं कहूअछंती, ईश्वर यदि सांगरे नथिबे एही समस्त विषय केही करि परिबे नहीं। तेबे आमे देखो जगत मध्यरे यीशु जहा करिथिले जहा कहिथिले सेटा केही भी करि परिबे नहीं, कहि परिबे नहीं, कारण तांको सहित ईश्वर थिले। तेणु से विषय आमे देखोछु। से समय निकोदेम को यीशु ख्रीष्ट कहिथिले जे पुनर्बार जन्म न हेले ईश्वर को राज्य देखि पारिब नहीं। प्रवेश करिबा दूरर कथा से देखि मध्य पारिब नहीं। निकोदेम जहा पचारुथिले यीशु ख्रीष्ट तांको मनर कथा सब बुझी पारुथिले। यीशु ख्रीष्ट तांकर मनोभाव को जानी पारुथिले। यीशु ख्रीष्ट एठारे कहउछंती जे पुनर्बार जन्म नेबा निमंते। तेणु निकोदेम ताहांकु पचारिले, वृद्ध हेले कि प्रकार मनुष्य आउ थरे जन्म ग्रहण करि पारे। तेणु यीशु ख्रीष्ट पुणी थरे मध्य कहले 5 पदरे, यीशु उत्तर देले, सत्य सत्य मु तुम्भकु कहूछि, जल और आत्मार जन्म न हेले कहीं ईश्वर को राज्य रे प्रवेश करि पारे नहीं। प्रिय प्रभुंकर लोक माने एठारे आमे देखोछु निकोदेम को से दिन कहिथिले, आज मध्य आपनकु मते ताहा कहंती, जल आउ आत्मा पुनर्बार जन्म नेबा निमंते ईश्वर को ठारू आपण माने मु आज विश्वास करूछु, प्रभु को ग्रहण करियछु, बाप्तिस्म नहीं अच्छु,
ପ୍ରଭୁ ଭୋଜ ବା ପବିତ୍ର ବିଧିର ଅଂଶ ହୋଇଅଛୁ। ଆଉ ତା ଦ୍ୱାରା ଆମେ ବିଶ୍ୱାସ କରୁ ଆମେ ଆତ୍ମାଙ୍କ ଦ୍ୱାରା ଜନ୍ମ ହୋଇଅଛୁ। ଯେଉଁ ଦିନଠାରୁ ପ୍ରଭୁଙ୍କୁ ବିଶ୍ୱାସ କଲୁ, ଗ୍ରହଣ କଲୁ, ବାପ୍ତିସ୍ମ ନେଲୁ ଆଉ ତାଙ୍କ ପବିତ୍ର ବେଦୀର ସମସ୍ତ ବିଧି ଅନୁସାରେ ଜୀବନ କାଟିବା ପାଇଁ ବାଛି ନେଲୁ, ଆଉ ସେଇ ଦିନଠାରୁ ଆମେ ଆତ୍ମାରେ ଜନ୍ମ ହୋଇଅଛୁ। ତେଣୁ ବାକ୍ୟ ଅନୁସାରେ ଆମେ ଜଳରୁ ଜନ୍ମ ହେବା, ଜଳରୁ ଜନ୍ମ ହେବା। ତେଣୁ ଜଳରେ ଜନ୍ମ ହେବା ଜାଣିଛ ଯେ ଜଳରେ ଡୁବିତ ହେବା। ଅନେକ ପ୍ରକାର ବାପ୍ତିସ୍ମ ଅଛି, ଜଳରେ ଜନ୍ମ ନେବା ଅଛି, କିନ୍ତୁ ପାଣିରେ ବୁଡ଼ିବା ଦ୍ୱାରା ଆଉ ଉପରକୁ ଉଠିବା ଦ୍ୱାରା ତାହା ଜନ୍ମ ବୋଲି ଆମେ ବିଶ୍ୱାସ କରିଥାଉ। ଆଉ ଆତ୍ମାରୁ ମଧ୍ୟ ଜନ୍ମ ହୋଇଅଛୁ। ଆମେ ପ୍ରଭୁଙ୍କୁ ସେଇ ଦିନ ପାଇଲୁ, ଆଉ ପ୍ରଭୁଙ୍କର ଆତ୍ମାରୁ ସେଇ ଦିନରୁ ଜନ୍ମ ହେଲୁ, ଆଉ ପ୍ରଭୁଙ୍କର ଆତ୍ମାରେ ଆମମାନଙ୍କର ଆଚରଣ ହେବା ଦରକାର। ପ୍ରଭୁଙ୍କର ଆତ୍ମାରେ ଆମ୍ଭେମାନେ ଚାଲିବା ଦରକାର। ତେଣୁ ଏଇ ଦିନମାନଙ୍କରେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେ ଈଶ୍ୱରଙ୍କର ଆତ୍ମାରେ ଆମ୍ଭେମାନେ ଜନ୍ମ ହୋଇଅଛୁ। ବାକ୍ୟ ଅନୁସାରେ ଯିଏ ଦୁଇଥର ଜନ୍ମ ନିଏ, ପ୍ରଥମତଃ ମାତାର ଉଦରରୁ, ଦ୍ୱିତୀୟତଃ ଈଶ୍ୱରଙ୍କ ଠାରୁ, ଈଶ୍ୱରଙ୍କୁ ବିଶ୍ୱାସ କରିବା ଦ୍ୱାରା, ଗ୍ରହଣ କରିବା ଦ୍ୱାରା, ବାପ୍ତିସ୍ମ ଦ୍ୱାରା, ପ୍ରଭୁ ଭୋଜ ଦ୍ୱାରା, ଆଉ ତାଙ୍କର ଆତ୍ମାରେ ଆଉ ଥରେ ଜନ୍ମ ହେଲୁ। ଯେଉଁମାନେ ଦୁଇଥର ଜନ୍ମ ହୁଅନ୍ତି ସେମାନଙ୍କର ମୃତ୍ୟୁ ନାହିଁ। ବାକ୍ୟରେ ଲେଖାଯାଏ ମୃତ୍ୟୁ ବିଷୟରେ। ଜଗତରେ ତ ପ୍ରଭୁକୁ ଯେଉଁମାନେ ଜାଣନ୍ତି ନାହିଁ ସେମାନଙ୍କ ବିଷୟରେ ଲେଖାଯାଏ, ଜଗତରେ ସେମାନେ ଦୁଇଥର ମୃତ୍ୟୁବରଣ କରିବେ। ଆଉ ପ୍ରଥମତଃ ଜୀବିତ ଅବସ୍ଥାରେ ମୃତ୍ୟୁବରଣ କରିବେ, ତାପରେ ଜାଗତିକ ମରଣ ସେଇ ମୃତ୍ୟୁବରଣ କରିବେ। এই ଜଗତରେ ଅନେକ ଲୋକ ଭୋଗ ବିଳାସରେ ଜୀବନ କାଟି ମୃତ୍ୟୁ ହୁଅନ୍ତି। ତେଣୁ ବାଇବେଲ ଅନୁସାରେ ଜଗତର ମରଣ ପ୍ରଥମ ମୃତ୍ୟୁ, ଆଉ ଦ୍ୱିତୀୟ ମୃତ୍ୟୁ ପ୍ରକାଶିତ ପୁସ୍ତକରେ ଲେଖାଯାଏ 20 ତାହାର 14 ପଦରେ ଲେଖାଯାଇଅଛି। 20, 14 ଏବଂ 15 ମୁଁ ପଢ଼ୁଅଛି। ପ୍ରକାଶିତ ବାକ୍ୟ 20, 14 ପୁଣି 15 ପଦ। ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ, ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇ ଥିବାର ଦେଖା ନଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। ଅଗ୍ନିମୟ ହ୍ରଦରେ ପାତାଳକୁ ଆଉ ମୃତ୍ୟୁକୁ ପକାଇଦେଲେ ଯୀଶୁଖ୍ରୀଷ୍ଟ। ଆଉ ପ୍ରଭୁଙ୍କ ଠାରୁ ଜନ୍ମ ହୋଇଥିବା ଲୋକମାନେ, ଆତ୍ମାରେ ଜନ୍ମ ହୋଇଥିବା ଲୋକମାନେ, ସେମାନେ ଆଉ ଦ୍ୱିତୀୟ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ, ଦ୍ୱିତୀୟ ମୃତ୍ୟୁ ଦେଖିପାରିବେ ନାହିଁ। କାରଣ ସେମାନଙ୍କ ନିମନ୍ତେ ଯେଉଁମାନେ ପ୍ରଭୁଙ୍କର ଆତ୍ମାରୁ ଜନ୍ମ ହୋଇଛନ୍ତି ସେମାନଙ୍କ ପାଇଁ ଆଉ ପାତାଳ ଆଉ ମୃତ୍ୟୁକୁ ଅଗ୍ନିମୟ ହ୍ରଦରେ ପକାଇ ଦେଇଅଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଭାଗ୍ୟବାନ, କାରଣ ଆମ ନିମନ୍ତେ ମୃତ୍ୟୁ ଆଉ ନାହିଁ। ବାକ୍ୟ ଅନୁସାରେ ପ୍ରଭୁଙ୍କର ଲୋକମାନଙ୍କୁ
ମହାନିଦ୍ରା ପ୍ରାପ୍ତ ବୋଲି କୁହାଯାଏ। ଆଉ ସେମାନେ ମହାନିଦ୍ରା ପ୍ରାପ୍ତ ହୁଅନ୍ତି, ଗୋଟିଏ ଦିନ ଉଠନ୍ତି ଆଉ ବିଚାର ପରେ ମଧ୍ୟ ଅନନ୍ତ ଜୀବନରେ ପ୍ରବେଶ କରନ୍ତି। ତାଙ୍କ ପାଇଁ ଦ୍ୱିତୀୟ ମୃତ୍ୟୁ ନାହିଁ। ତେଣୁ ଆମେ ଯଦି ଜଗତରେ ଜନ୍ମ ହୋଇଅଛୁ, ପ୍ରଭୁଙ୍କୁ ବିଶ୍ୱାସ କରିଅଛୁ ଆଉ ଏହା ମଧ୍ୟ ବିଶ୍ୱାସ କରୁଛୁ ମାତାର ଉଦରରୁ ଥରେ ଜନ୍ମ ହେଲୁ ଆଉ ପ୍ରଭୁଙ୍କ ଠାରୁ ଜନ୍ମ ହୋଇ ଆତ୍ମା ପ୍ରାପ୍ତ ହୋଇ ପ୍ରଭୁଙ୍କର ଆତ୍ମାରେ ଜନ୍ମ ହୋଇ ଆତ୍ମାରେ ଆଚରଣ କରିବା ଦରକାର। ଯେଉଁମାନେ ଦୁଇଥର ଜନ୍ମ ହୁଅନ୍ତି ସେମାନଙ୍କର ମୃତ୍ୟୁ ନାହିଁ। ଜଗତରେ ଯେଉଁମାନେ ଥରେ ଜନ୍ମ ହୁଅନ୍ତି ସେମାନଙ୍କ ପାଇଁ ଦ୍ୱିତୀୟ ମୃତ୍ୟୁ ଅଛି। ଆପଣ ଏବଂ ମୁଁ ଏହି ବାକ୍ୟ ଅନୁସାରେ ଆମେ ଦୁଇଥର ଜନ୍ମ ନେବାର ଆବଶ୍ୟକ ଅଛି। ତେଣୁ ପବିତ୍ର ଶାସ୍ତ୍ର ବାଇବେଲ କହେ ଯେ ଜଳ ଏବଂ ଆତ୍ମାରେ ଜନ୍ମ ନେବାର ଆବଶ୍ୟକ ଅଛି। ତେଣୁ ଆମ୍ଭମାନଙ୍କ ପାଖରେ ବର୍ତ୍ତମାନ ସମୟ ଅଛି ଆଉ ଏହି ସମୟରେ ଆମ୍ଭେମାନେ ନିଜେ ନିଜକୁ ଦେଖିବା, ମୁଁ କ'ଣ ଜଳରେ ଜନ୍ମ ନେଇଅଛି କି ବାପ୍ତିସ୍ମ ନେଇଅଛି କି, ପୁଣି ଆତ୍ମାରେ ଜନ୍ମ ନେଇଅଛି କି? ଯଦି ଆତ୍ମାରେ ଜନ୍ମ ନେଇଅଛି ତେବେ ଆତ୍ମାରେ ଆଚରଣ କରିବା ଦରକାର, ଆତ୍ମାରେ ସମସ୍ତ କାର୍ଯ୍ୟ କରିବା ଦରକାର ଆଉ ଆତ୍ମାଙ୍କର ଇଚ୍ଛାରେ ରହିବା ଦରକାର। ତେଣୁ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଏହି ପ୍ରକାର ଶକ୍ତି ଦିଅନ୍ତୁ, ସାମର୍ଥ୍ୟ ଦିଅନ୍ତୁ ଯେ ଆମ୍ଭେମାନେ ଜଳ ଓ ଆତ୍ମାରେ ଜନ୍ମ ହୋଇ ଆତ୍ମାଙ୍କ ଆଚରଣରେ ଆମେ ଜୀବନ କାଟିବା। ଆଉ ଯେତେ ଲୋକ ପ୍ରଭୁଙ୍କର ଆତ୍ମାରେ ଜନ୍ମ ହୋଇଛନ୍ତି ସମସ୍ତେ ଆତ୍ମୀୟ ଲୋକ। ଆମେ ଅନେକ ସମୟରେ ଜାଗତିକ ଭାବରେ ଭାବୁ, ଆମ୍ଭମାନଙ୍କର ନିଜର ବଂଶୀୟ ଲୋକମାନଙ୍କୁ ଆତ୍ମୀୟ ଲୋକ କହୁ, କିନ୍ତୁ ସେମାନେ ବଂଶୀୟ ଲୋକ ହୋଇପାରନ୍ତି, ଆତ୍ମୀୟ ନୁହନ୍ତି। ଯେଉଁମାନେ ପ୍ରଭୁଙ୍କର ଆତ୍ମାରୁ ଜନ୍ମ ହୋଇଛନ୍ତି ସେମାନେ ଗୋଟିଏ ଆତ୍ମାରୁ ଜନ୍ମ ହୋଇଛନ୍ତି, ସେମାନେ ଆତ୍ମୀୟ ଲୋକ, ପ୍ରକୃତରେ ଆତ୍ମୀୟ ଲୋକ। ଗୋଟିଏ ଆତ୍ମାରେ ଜନ୍ମ ହେବେ। ଏହି ଜଗତରେ ମଧ୍ୟ ପରସ୍ପରକୁ ସାହାଯ୍ୟ ସହଯୋଗ ପ୍ରତ୍ୟେକ ବିଷୟରେ ପରସ୍ପରକୁ ଆଉ ସେମାନେ ପ୍ରେମ ଆଦର ସମ୍ମାନ ଦେଇ ବଞ୍ଚିବା ସହିତ ଆଉ ସମସ୍ତେ ଗୋଟିଏ ସ୍ଥାନରେ ଯିବେ ଆଉ ସେ ସ୍ୱର୍ଗ ରାଜ୍ୟରେ। ତେଣୁ ଆମ ସମସ୍ତଙ୍କୁ ପ୍ରଭୁ ସେହି ପ୍ରକାର ଜ୍ଞାନ ଦିଅନ୍ତୁ। ଆମେ ସମସ୍ତେ ଗୋଟିଏ ଆତ୍ମାରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ, ଲୋକମାନେ ଆମେ ସେହି ପ୍ରକାର ରହିବା, ସମସ୍ତଙ୍କୁ ପ୍ରେମ ଆଦର କରି ପରସ୍ପରକୁ ବୋଝ, ପରସ୍ପରର ସାହାଯ୍ୟ ଦୁଃଖ କଷ୍ଟରେ ସହଭାଗୀ ହୋଇ ରହିବା ସଙ୍ଗେ ସଙ୍ଗେ ସ୍ୱର୍ଗରେ ମଧ୍ୟ ଆମେ ଗୋଟିଏ ସ୍ଥାନରେ ରହିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆଉ ଆମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଜଳ ଆଉ ଆତ୍ମାରେ ଜନ୍ମ ନେବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆଉ ଆପଣମାନଙ୍କୁ ମୋତେ ଏହି ବାକ୍ୟ ଅନୁସାରେ ଆମେ ଆତ୍ମାରେ ଜନ୍ମିତ ଲୋକମାନେ ଆତ୍ମାରେ ଆଚରଣ କରି ଆଉ ଏହି ଜଗତରେ ବଞ୍ଚୁ ବଞ୍ଚୁ ସମସ୍ତେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ପ୍ରଭୁ ଏହି ବାକ୍ୟ ଦେଇ ସମସ୍ତ ଗୌରବ ପାଆନ୍ତୁ, ପୁଣି ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଶକ୍ତି ଦିଅନ୍ତୁ, ସାହାଯ୍ୟକାରୀ ଆତ୍ମା ପଠାଇ ବାକ୍ୟକୁ ପାଳନ କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ। ଆମେନ୍। ଧନ୍ୟବାଦ।